श्रीमद्भागवत षष्ठ स्कंध नवम अध्याय। ओम गं गणपतये नमः। ओम नमो भगवते वासुदेवाय। श्रीशुकवाच ଶୁଣ ହେ ସେ ବିଶ୍ୱରୂପର ତ୍ରିଶିର ଥିଲା ନୃପବର। ଏକ ମୁଖରେ ସୋମପାନ କରଇ ସେହୁ ପ୍ରତିଦିନ। ଦ୍ୱିତୀୟ ସୁରାପାନ କରେ ଅନଭକ୍ଷଇ ତୃତୀୟରେ। ସେ ବିଶ୍ୱରୂପ ବିନୟରେ ଦେବଗଣଙ୍କୁ ଉଚ୍ଚ ସ୍ୱରେ ଡାକି ଦିଅଇ ହବିର୍ଭାଗ। ଯେଣୁ ସେମାନେ ପିତୃବର୍ଗ ପୁଣି ସେ ମାତୃ ସ୍ନେହ ବଶ। ହୋଇଣ ଅର୍ଜିଲା ଅଜସ ଦେଲା ଅସୁର ମାନଙ୍କରେ। ଯଜ୍ଞ ଭାଗକୁ ପରୋକ୍ଷରେ ମାତୃପକ୍ଷରେ ସ୍ନେହ କରି ଏମନ୍ତ କର୍ମ ସେ ଆଚରି। ଏମନ୍ତେ ଦେବଙ୍କ ହେଲନ ଦେଖି ତାହାଙ୍କୁ ଭଗବାନ। ଭୟେ ହୋଇଣ ଖର ତର ରୋଷେ ଛେଦିଲେ ତାର ଶିର। ଯେ ମୁଖେ କରେ ସୋମପାନ ତାହାକୁ କରନ୍ତେ ଛେଦନ। ଜନ୍ମିଲା ହୋଇ ପକ୍ଷୀ ଏକ ନାମ ତା ହୋଇଲା ଚାତକ। ସୁରା ପାଇ ଯେଉଁ ମସ୍ତକ ଛେଦନ୍ତେ ସେ ହେଲା ଚଟକ। ଅନ୍ନ ଭୋଜି ମସ୍ତକ ତାର ହୋଇଲା ତିଥିରି ଆକାର। ଏମନ୍ତ ସେ ବିଶ୍ୱରୂପର ଇନ୍ଦ୍ର ଛେଦିଲେ ତହୁଁ ଶିର। ଏ ପାପୁ ଲୋକେ କଲେ ନିନ୍ଦା ଇନ୍ଦ୍ର ପାଇଲେ ମନେ ବାଧା। ଆତ୍ମାର ବିଶୁଦ୍ଧ ନିମନ୍ତେ ବିଭାଗ କରି ଏହି ମତେ। ସ୍ତ୍ରୀ ଭୂଜଳ ଦ୍ରୁମ ଠାବରେ ଅର୍ପିଲେ ଏମନ୍ତ ପ୍ରକାରେ। ଭୂମି ଘେନିଲେ ଭାଗ ଚାରି କ୍ଷାତ ପୂରଣ ବରବରି। ସେ ପାପୁ ଊଷର ଭାବରେ ଦୃଷ୍ଟି ହୁଅଇ ଏ ଭୂମିରେ। ଦ୍ରୁମ ଘେନିଲେ ଚାରି ଭାଗ ବରେ କହେଲେ ମହାଭାଗ। ଛେଦନ କରନ୍ତେ ଏ ଦ୍ରୁମ ପୁଣି ଅଙ୍କୁର ହେଉ ଜନ୍ମ। ନିର୍ଯାସ ରୂପେ ଏହାଙ୍କର ପାପ ଦିଶଇ ନୃପବର। କାମ ବଶରେ ସ୍ତ୍ରୀ ଜନ ସମ୍ଭୋଗ କରୁ ପ୍ରତିଦିନ। ସେ ନାରୀ ଏ ବର ପାଇଣ ଚାରି ଭାଗ କଲା ଗ୍ରହଣ। ରଜ ରୂପରେ ପ୍ରତି ମାସ ଏବେ ହେ ପାପେ ହୁଅନ୍ତି ଦୃଶ୍ୟ। ପାପର ଶେଷ ଚାରି ଅଂଶ ଜଳକୁ ଦେଇ ଦେବ ଈଶ। ପୁଣି ସେ ଦେଲେ ତାକୁ ବରେ ମିଶ୍ରିତ କ୍ଷୀରାଦି ଦ୍ରବ୍ୟରେ। ସେ ପାପ ବୁଦ୍ବୁଦାକାରେ ଅଦ୍ୟାପି ଦିଶଇ ସଂସାରେ। ସେହି ଫେଣକୁ ପକାଇଲେ ଜଳର ପାପ ନାଶେ ଭଲେ। ଏମନ୍ତ ପ୍ରକାରେ ହେ ନୃପ ହରି କଳ୍ପିତେ ହେଲା ପାପ। ସେ ଅନନ୍ତରେ ସେ ତୁଷ୍ଟାର ହତ ହେଲା ଯେଣୁ କୁମର। ପୁତ୍ର ଶୋକରେ ଦୁଃଖୀ ହୋଇ ଇନ୍ଦ୍ରର ଶତ୍ରୁ ବୁଦ୍ଧି ପାଇ। ହୋମ ଆରମ୍ଭକୁ ବିଚାରି ବୋଇଲେ ଅତି କ୍ରୋଧ କରି। ଇନ୍ଦ୍ରର ଶତ୍ରୁ ହୋଇ ଜାତ ବେଗେ ଇନ୍ଦ୍ରକୁ କରୁ ହତ। ଏମନ୍ତ ବୋଲି ସେ ବଚନ କେତେ ଆହୁତି କଲା ଦାନ। ପୁରୁଷେ ତହିଁରୁ ବାହାର ରୂପ ତା ଅତି ଭୟଙ୍କର। ଯୁଗ ଅନ୍ତ କାଲେ ଯେମନ୍ତେ ପ୍ରାଣୀଙ୍କି ଯେ ଶନେ କୃତାନ୍ତେ। ଦିନକୁ ଦିନ ଅତି ଘୋର ସଞ୍ଚଇ ଆତ୍ମା ରୂପ ତାର। ଦଗଧଗିରି ପ୍ରାୟ ହୋଇ ତାହାର ଶରୀର ଦିଶଇ। କାନ୍ତି ତାହାର ବିରାଜଇ ସନ୍ଧ୍ୟାରେ ମେଘମୟ ହୋଇ। ତପତ ତାମ୍ର ପ୍ରାୟ ହୋଇ ସନ୍ଧ୍ୟାରେ ମେଘମୟ ହୋଇ। ତପତ ତାମ୍ର ପ୍ରାୟ ହୋଇ ତାକେ ଶ୍ମଶ୍ରୁ ବିରାଜଇ। ମଧ୍ୟାହ୍ନ ରବି ପ୍ରାୟ ହୋଇ ବେନି ଲୋଚନ ବିରାଜଇ।
ଅନଳ ତେଜ ପ୍ରାୟେ ତାର ଏମନ୍ତ ଶୂଳ ଧରି କର ବୁଲାଇ ଅତି ଖର ତର ଶବଦ କରେ ମହାଗୁର ନୃତ୍ୟ କରଇ ଭକ୍ତ ହୋଇ ପାଦେ କମ୍ପଇ ମହାମୟୀ ଗିରିଗୃହ ପ୍ରାୟେ ବଦନ ତେଣୁ କି ଗ୍ରାସିବ ଗଗନ ଜିହ୍ୱା ବୁଲାଉଛି ଏସନ ଗିଲିବ କିବା ତ୍ରିଭୁବନ ଦନ୍ତ ଅତି ଉଗ୍ର ଦିଶଇ ପ୍ରାଣୀଙ୍କି ପୁଣି ହିଂସଇ ବିତ ହୋଇନ ସର୍ବଜନ ଗଲେ ସେ ଜୀବନ ଘେନିନ ଦୋଷ୍ଟାର ପୁତ୍ର ଏସେ ପାପ ଲୋକେ ପାଇଲେ ବହୁ ତାପ ଦାରୁଣ ଏ ପୁତ୍ର ଅଟଇ ଏ ରୂପେ ଜନମ ତାହାର ଅମରେ ଇନ୍ଦ୍ରଙ୍କ ସହିତେ ମିଳିଲେ ତାହାର ଅଗ୍ରତେ ଯେ ଯାହା ଶସ୍ତ୍ର ଧରି କରେ ପିଟିଲେ ବୃତର ଉପରେ ଶସ୍ତ୍ରଟି ଯେତେ ଦେବଙ୍କର ସବୁ ଗିଳିଲା ସେ ଅସୁର ଏ ଅନନ୍ତରେ ଦେବଗଣ ବିସ୍ମୟ ହୋଇ ହତ ଜ୍ଞାନ କୃଷ୍ଣରେ ମନ ସ୍ଥିର କଲେ ମହାପୁରୁଷ ଆରାଧିଲେ ଦେବବାଚ ପବନ ଆକାଶ ଯେ ଅଗ୍ନି ଜଳର ସହିତେ ଅବନି ଏ ମହାଭୂତେ ହୋଇ ଏକ ନିର୍ମିତ ହୋଇଛି ତ୍ରିଲୋକ ବ୍ରହ୍ମାଦି କରି ଆମେ ମାନେ ଉଦ୍ବେଗ ପାଉଅଛୁ ମନେ ଯାହାକୁ ବୋଲି ଆମେ ମାନେ ଦେଉ ଯେ ଅଛୁ ଅବିଛନେ ଯେ କାଲ ଅନ୍ତକ ବୋଲାଇ ସେ ଯାହାଠାରୁ ଭୟ ପାଇ ସେ ପ୍ରଭୁ ଆମର ଶରଣ ହୁଅନ୍ତୁ ଅଖିଳ କାରଣ ସେ ଅବିସ୍ମିତ ପୂର୍ଣ୍ଣ କାମ ପ୍ରଶାନ୍ତି ସର୍ବଭୂତେ ସମ ଏମନ୍ତ ଯେ ପରମେଶ୍ୱର ତାହାକୁ ତେଜି ଯେଉଁ ନର ଅନ୍ୟରେ ପଶଇ ଶରଣ ମୂର୍ଖ ବୋଲିଣ ତାକୁ ଜାଣ ଶ୍ୱାନ ପୁଚ୍ଛକୁ ଧରି କରେ ଅଗମ୍ୟ ସିନ୍ଧୁ କେହୁ ତରେ ନୌକା ମତେ ଏ ସଂସାରେ ଶୃଙ୍ଗରେ ବାନ୍ଧି ନିରାକାରେ ପାଶୁ ଅଛନ୍ତି ଦୁର୍ଗମରୁ ପ୍ରଭୁ ତାରିବେ ସଙ୍କଟରୁ ଏମନ୍ତ ଯେହୁ ମହାବାହୁ ତାରିବେ ସୂତ୍ରାସୁର ତହୁ ଯେ ଏକ ଈଶ୍ୱର ଅଟଇ ମାୟାରେ ଆମଙ୍କୁ ସୃଜଇ କରୁଛି ଜଗତ ପାଲନେ ଯାର ପ୍ରସାଦୁ ଆମେ ମାନେ ଯାର ମହିମା ଯେ ପ୍ରସିଦ୍ଧି କାମେ ନ ଜାଣୁ ମନ ବୁଦ୍ଧି ଆମେ ଈଶ୍ୱର ବୋଲି ମାନି ମୋହରେ ଯେ ସନେ ଅଜ୍ଞାନୀ ଶତ୍ରୁର ଠାରୁ ଆମେ ମାନେ ଦୁଃଖ ପାଇଲୁ ଅନୁକ୍ଷଣେ ଋଷି ମନୁଷ୍ୟ ପଶୁ ଆଦି ସଂସାରେ ଯେତେକ ପ୍ରସିଦ୍ଧି ଆମେ ସର୍ବେ ଅରକ୍ଷିତ ରଖିବା ପ୍ରଭୁ ଲକ୍ଷ୍ମୀକାନ୍ତ ଯେ ପ୍ରଭୁ ଧରି ଅବତାର ଖଣ୍ଡଇ ଦୁଃଖକୁ ଆମ୍ଭର ସେ ଯୁଗେ ଯୁଗେ ରକ୍ଷା କରୁ ତାଙ୍କ ମହିମା ମହାମେରୁ ପ୍ରଧାନ ପରମ ପୁରୁଷ ଅଶେଷ ସଂସାରରେ ଈଶ ଅଖିଳ ଜନ୍ତୁଙ୍କ ଶରଣ ଏମନ୍ତ ଯେଉଁ ନାରାୟଣ ଆମେ ତାହାଙ୍କର ଶରଣ ଆମକୁ କରନ୍ତୁ କାରଣ ଶ୍ରୀ ଶୁକବାଚ ଦେବଙ୍କ ସ୍ତୁତି ଏ ବଚନେ ଶୁଣି ସନ୍ତୋଷ ଭଗବାନ ସୁପୂର୍ବ ଦିଗରେ ହେ ରାଜନ ହୋଇଲେ ଆଶିଷୁ ପ୍ରସନ୍ନ ଶଙ୍ଖ ଚକ୍ର ଗଦା କମଳ ଧରିଣ ପ୍ରଭୁ ଆଦି ମୂଳ ସେବାରେ ଛନ୍ତି ଅନୁକ୍ଷଣ ଆତ୍ମାର ତୁଲ୍ୟ 16 ଜଣ ଶ୍ରୀବତ୍ସ କର ସ୍ତୁବ କୌସ୍ତୁଭ ଭିନ୍ନେ ପୂର୍ଣ୍ଣ ହୋଇଣ ସର୍ବଗୁଣେ ବିକଟ କମଳ ଲୋଚନ ଦେବେ ଦକ୍ଷିଣ ଦୁଷ୍ଟ ମନ ଇନ୍ଦ୍ରାଦି ଦେବେ ଯେତେବେଲେ ପ୍ରଭୁଙ୍କୁ ନମିଲେ ସକଲେ ଦଣ୍ଡବତ ପ୍ରାୟ ରାଜନ
ସ୍ତୁତି କରନ୍ତି ଏ ବଚନ। ଦେବବାଚ ତୁମେ ଯେ ସର୍ବଯଜ୍ଞ ବର, ତୁମକୁ କରୁ ନମସ୍କାର। ସକଳ ବୟୋଧିତ ତୁମେ, ତୁମ ଚରଣେ ନମୁ ଆମେ। ଅଖିଳ ଈଶ୍ୱର ଯେ ତୁହି, ନମସ୍ତେ ପ୍ରଭୁ ଭାବଗ୍ରାହୀ। ନମସ୍ତେ ପ୍ରଭୁ ଚକ୍ରଧର, ତୁ ଗୁରୁ ଶ୍ରେଷ୍ଠ ହିତକର। ବ୍ୟାପିଛି ଆଦିତ୍ୟ ବ୍ରହ୍ମର, ତୁମ ଗତି କ୍ରୀଡ଼ା ବିହାର। ଏହା ସଂଖ୍ୟା କରିବା ପାଇଁ, ବିଧାତା ସମର୍ଥ ନୁହଇ। ହେ ଭଗବାନ ବାସୁଦେବ, ନାରାୟଣ ମହାନୁଭବ। ଆଦି ପୁରୁଷ ସର୍ବେଶ୍ୱର, କେବଳ ଜଗତ ଆଧାର। ପରମହଂସ ଲକ୍ଷ୍ମୀନାଥ, ଜଗତ ଜନ ଅନୁଗତ। ତୋହର ମହିମା ବିହାର, ବ୍ରହ୍ମାର ନୁହଇ ଗୋଚର। ପରମ କଲ୍ୟାଣର ମୂଳ, ଭୂନାଥ ପରମ ମଙ୍ଗଳ। ହେ ସର୍ବ ପରମ କାରଣ, ଅଖିଳ ଜନ୍ତୁକ ଭାବନ। ପରମ ଯୋଗ ସମାଧିରେ, ଭଜନ୍ତି ବିବିଧ ପ୍ରକାରେ। ପରମହଂସ ମୁନି ଜନେ, ସେବନ୍ତି ତାହାର ଚରଣେ। ପରମହଂସ ମଧ୍ୟେ କରି, ପ୍ରଭାବ ଯାହାରେ ବିହରି। ଏମନ୍ତେ ଆତ୍ମା ଲୋକେ କରି, ଅଜ୍ଞାନ ଦୂରେ ପରିହରି। ହେମନ୍ତ ପ୍ରଭୁ ତୁ ଈଶ୍ୱର, ନମସ୍ତେ ବ୍ରହ୍ମାଣ୍ଡ ଠାକୁର। ଏ ମାୟା ଅଖିଳ ସଂସାରେ, ଗୋ ପ୍ରଭୁ ଶରଣ ତୋହରେ। ତ୍ରିଗୁଣ ଜ୍ଞାନୀ ପ୍ରଭୁ ତୁହି, ସଂସାର ପାଲୁ ଭାବଗ୍ରାହୀ। ଗୋ ଦେବ ଏ ମାୟା ସଂସାରେ, ତ୍ରିଗୁଣେ ଜଡ଼ି ଯେଉଁ ନରେ। ପର କର୍ମରେ ବଶ ହୋଇ, ଶୁଭ ଅଶୁଭ ନ ଜାଣଇ। ତାହାର ଶୁଭାଶୁଭ ଫଳ, ତୁମର ତହିଁ ଆଦି ମୂଳ। ଗୋସ୍ୱାମୀ ତୁମେ ଆତ୍ମା ରାମ, ସକଳ କଳ୍ପେ ଉପଶମ। ତୁ ସର୍ବ ବସ୍ତୁର ବାହାରେ, ହେମନ୍ତ ମଣୁ ଚକ୍ରଧର। ତୋତେ ବିରୋଧ ନାହିଁ ପୁଣ, ଅପରିଚ୍ଛନ୍ନ ତୋର ଗୁଣ। ସଂଖ୍ୟା ନୁହଇ ତୋ ମହିମା, ତୋହର କେ କହିବ ସୀମା। ବିତର୍କ କୁତର୍କ ବିଚାରେ, ପ୍ରଣାମ ନ ଜାଣି ଯାହାରେ। ନାନା ବିଚାରେ ଶାସ୍ତ୍ର ଆଦି, ସଂସାରେ ଯେତେକ ପ୍ରସିଦ୍ଧି। ଏହା ବିଚାରି ସାଧୁ ଜନେ, ଚିନ୍ତନ୍ତି ତୋତେ ଦିବ୍ୟ ଜ୍ଞାନେ। କ୍ଷଣକେ ମତି ତାହାଙ୍କର, ଭ୍ରମ କରାଉ ଚକ୍ରଧର। ସମୟେ ମାୟାମୟ ହେଉ, ନଟର ପ୍ରାୟ ତୁ ଦେଖାଉ। ଯଦ୍ୟପି ଏକ ରୂପ ହୁଅ, ନାନା ରୂପକୁ ତୁମେ ବହ। ବିଷମ ରୂପ ଯେ ତୁମର, ପ୍ରବେଶ ହୋଇଛି ମନର। ରଜ୍ଜୁରେ ସର୍ପ ବୁଦ୍ଧି ଯେନେ, ଏକଇ ଦିଶେ ଭିନ୍ନେ ଭିନ୍ନେ। ବିଚାରେ ଏକ ବସ୍ତୁ ତୁହି, ସର୍ବ ଈଶ୍ୱର ତୁ ସାଇଁ। ସକଳ ଜନ୍ତୁଙ୍କ କାରଣ, ଶୋଭା ପାଉଛି ସର୍ବଗୁଣ। ତକ୍ଷଣେ ଆତ୍ମା ରୂପ ଧରି, ରକ୍ଷିତ ହେଉ ନର ହରି। ଯେବେ ତୁ ପରମ ପୁରୁଷ, ସକଳ ଠାରୁ ଅବଶେଷ। ଗୋ ପ୍ରଭୁ ମହିମା ତୁମର, ଅମୃତ ରସର ସାଗର। ତାହା ସ୍ୱାଦ କରି ମନେ, ଏକାନ୍ତ ଭକ୍ତ ଯେଉଁ ଜନେ। ବିଷୟା ସୁଖ ରସ ଛାଡ଼ି, ନିଗୁଡ଼େ ଥାନ୍ତି ରସେ ବୁଡ଼ି। ସର୍ବଜ୍ଞ ଆତ୍ମା ଭୂତ ପ୍ରାୟେ, ଭଗବାନ ସ୍ୱରୂପ ହୁଏ। ଏ ସର୍ବଗୁଣେ ପୂର୍ଣ୍ଣ ହୋଇ, କେ ତୋତେ ଜାଣେ ଭାବଗ୍ରାହୀ। ଅନୁବ୍ରତରେ ସ୍ଥିର ମନ, ତୁଣ୍ଡରେ ଭଜି ଭଗବାନ। ହେ ମଧୁ ମନ୍ଥନ ଈଶାନ, ଆତ୍ମା କୁଶଳେ ସାଧୁଜନ। କମଳ ଚରଣେ ତୁମ୍ଭର, ସେବୁ ଅଛନ୍ତି ନିରନ୍ତର। ସେ ପାଦେ ପଙ୍କଜରେ ମନ,
ସଂସାରେ ଗତାଗତ ଜନ। ହୁଅଇ ଯାହାର ପ୍ରସାଦେ ଗତି ଲଭଇ ପ୍ରମାଦେ। ତ୍ରୈଲୋକ୍ୟ ପ୍ରଭୁ ଭଗବାନ ହେତୁ ବିକ୍ରମ ଯେଉଁ ଜନ। ତ୍ରୈଲୋକ୍ୟ ଈଶ୍ୱର ଯେ ହରି ଅନୁଭବ ରୂପ ଯାହାରି। ତୁମ ପ୍ରକୃତିରୁ ଉଦିତ ହେମନ୍ତ ଯେତେକ ଦଇତ। ଏହାର ଯେତେ କର୍ମ ଫଳ ଅନ୍ତ କରିବ ଆଦି ମୂଳ। ମୁଗ ମୃଗ ସହିତେ ଜଳଚରେ ଆତ୍ମାର ଭୟେ ସୁର ନରେ। ଏ ଆଦି ଯେତେକ ଅସୁର ଯଥା ଅସାଧ୍ୟ ଦଣ୍ଡଧର। ଏମନ୍ତେ ତୁମେ ଯେ ଈଶ୍ୱର ବୃତ୍ରକୁ ନାଥ ସଂହାର। କହିଲୁ ପ୍ରଭୁ ଭାବଗ୍ରାହୀ ଯେବେ ତୁମର ଇଚ୍ଛା ହୋଇ। ତୁମ ତନୟ ଆମ୍ଭେ ହୋଇ ନାଥ ଆମ ପିତା ତୁହି। ତୋହର ଚରଣ ମୂଲେଣ ମଜି ରହିଛି ଆମ ମନ। ରକ୍ଷା ପାଇବୁ ଭଗବାନ ଆମ ବିନୟ ଏବେ ଘେନ। ଆମକୁ ଅନୁଗ୍ରହ କରି ଦୟା କରିବେ ନର ହରି। ବିଶୁଦ୍ଧ ହ୍ରାସ ମନୋହର ବଦନ ଈଷଣ ତୋହର। ସବୁ ଯେ ଥାଇ ମଧୁର ରସ ଅମୃତ ସ୍ଥିତ ମନ୍ଦହାସ। ଆମର ତ୍ରାସ ଦୂର କର ନାଥ ଶରଣ ତୁମର। ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ ଏଇ କାରଣେ ତୁମେ ହୁଅ। ସକଳ ଜୀବ ଠାରେ ତୁହି ଅକ୍ଷର ବ୍ରହ୍ମ ରୂପ ହୋଇ। ତୁ ସର୍ବ ମାୟାଧର ରୂପ ଅଶେଷ ପ୍ରଧାନ ସ୍ୱରୂପ। ତୁ ଦେଶ କାଳ ପାତ୍ର ହୋଇ ସକଳ ଠାରେ ଅଛୁ ତୁହି। ସକଳ ବ୍ୟାପୀ ଚକ୍ରଧର ଆକାଶ ଶରୀର ତୁମର। ପରମ ବ୍ରହ୍ମ ରୂପ ତୁହି ତାତହୁଁ ଆମ ରୂପ ମୋହି। ଆମ୍ଭେ ଅଗ୍ନିରେ ତୃଣ ପ୍ରାୟେ କିସ କରିବୁ ଦେବରାଏ। ଆମ ପରମ ରୂପ ତୁହି ତୋ ପାଦ ଶତ ଦଳ ଦୁଇ। ବିବିଧ ଶତ କର୍ମ ହୋଇ ସଂସାରେ ପରିଶ୍ରମ ନାହିଁ। ଛେଦଇ ଯେ କଲୁଷ ଜଳ ତୋର ମାୟାରେ ଆଦି ମୂଳ। ଆଶ୍ରୟ କରି ଆମ ମନ ଅକ୍ଷୟ ହେଉ ଭଗବାନ। ଆମର କାର୍ଯ୍ୟ ଆଦି ମୂଳ ନାଥ କର ତୁ ମଙ୍ଗଳ। ଗ୍ରାସିଛି ପୁତ୍ର ତ୍ରିଭୁବନ ଏହା ସଂହାର ଭଗବାନ। ତେୟ ଆୟୁଧ ଯେ ଆମ୍ଭର ନାସୁଚି ପାପୀ ପୁତ୍ରାସୁର। ନମସ୍ତେ ପ୍ରଭୁ ଶୁଦ୍ଧ ରସ ନିରାକାର ତୁ ପିତ ଭାସ। ନମସ୍ତେ କୃଷ୍ଣ ଅଟୁ ତୁହି ବ୍ରହ୍ମାଣ୍ଡେ ତୋର ନାଶ ନାହିଁ। ଭବସାଗର ପଥ ଶ୍ରମ ତୁ ନାଥ ଶୁଭ ଭଗବାନ। ପରମ ଗତି ଶ୍ରେଷ୍ଠ ତୋର ନମସ୍ତେ ପରମ ଈଶ୍ୱର। ଶ୍ରୀ ଶୁକ ଉବାଚ ଏଥୁ ଅନ୍ତରେ ହେ ରାଜନ ସ୍ତୁତି ଯେ କଲେ ଦେବଗଣ। ସାଦରେ ସ୍ତୁତି ଶୁଣି ହରି ସନ୍ତୋଷ ହେଲେ ଦଇତାରି। ଆନନ୍ଦ ହୋଇ ଭଗବାନ ଦେବଙ୍କୁ କହନ୍ତି ବଚନ। ଭଗବାନ ଉବାଚ ହେ ତୁମ ବିଦ୍ୟାର ସ୍ତୁତିରେ ସନ୍ତୋଷ ହେଲୁ ଦେବତାରେ। ମୁଁ ଯେବେ ହୁଅଇ ସନ୍ତୋଷ କି ବାଞ୍ଛା କର ଯେ ପୁରୁଷ। ଏ ଯେଉଁ ବିଦ୍ୟାର ପ୍ରସାଦେ ଦୃଢ଼ ଭକତି ମୋର ପାଦେ। ଏହାଙ୍କୁ ଏକାନ୍ତେ ଯେ ମତି ମୋତହୁଁ ଅନ୍ୟ ନ ବାଞ୍ଛନ୍ତି। ଗୁଣବନ୍ତକୁ ଯେ ଦେଖଇ ଏମନ୍ତେ କୃପଣ ଯେ ଛନ୍ତି। ସେ ଆତ୍ମା ଶ୍ରେୟ ନ ଜାଣନ୍ତି ସଂସାରେ ମୋହ ଯେ ପଡ଼ନ୍ତି। ଏ ଇନ୍ଦ୍ର ଯାଅ ହରଷରେ ତୁମର ହେଉ ଯେ କଲ୍ୟାଣ। ଅର୍ଥ ବଣ ସେ ଋଷିବର ମାଗ ତାହାଙ୍କର ଶରୀର। ବିଦ୍ୟା ପୂରିତ ଯେ ତାହାର ପବିତ୍ର ଇଛି ସେ ଶରୀର।
ଯାଚଜ୍ଞା ତୁମେ ମାନେ କର, ଧର୍ମିଷ୍ଠ ଅଙ୍ଗ ଦେବେ ଭଲେ। ଯାଚଜ୍ଞା ତୁମେ ମାନେ କଲେ, ଧର୍ମିଷ୍ଠ ଅଙ୍ଗ ଦେବେ ଭଲେ। ଅସ୍ଥି ତାହାଙ୍କର ଆଣିବ, ଆୟୁଧ ମାନ ଗଢ଼ାଇବ। ବିଶ୍ୱକର୍ମା ନିର୍ମିତ କରି, ବଧକୁ ବଧ ଧରି କରି। ମୋହର ତେଜ ଚକ୍ର ହୋଇ, ସେଦିନ ଶୁଣ ପୁରନ୍ଦର। ମୋହର ତେଜ ଚକ୍ର ହୋଇ, ସେ ତାକୁ ନାଶିବ ଯେ ଯାଇ। ଦେବଗଣେ ତେଜ ଗୁଣେ ଯେ ଯେତେ ଆୟୁଧ, ପୁଣି ହିଁ ଲଭିବେ ସମ୍ପଦ। ମୋର ଭକତ ଲୋକଙ୍କର, ହିଂସା ନୋହିବ ପୁନର୍ବାର। ବୋଲଇ ବିପ୍ର ଜଗନ୍ନାଥ, ଇନ୍ଦ୍ରକୁ କୃଷ୍ଣ କୃପାଚିତ୍ତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଭଗବଦୁପଦେଶନାମ नवमोऽध्यायः।